ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ମନକୁ ଛୁଇଁଗଲା ବୋଲି ଅନମୋଲ ବାର୍ତ୍ତା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନକୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ଆମ ସମାଜରେ ଏକ ପୁରୁଣା ପ୍ରଥା ହେଉଛି ମୃତ୍ୟୁର ଭୋଜି। କିନ୍ତୁ ଭାବନ୍ତୁ, ଜଣେ 25 ବର୍ଷର ପୁଅର ମୃତ୍ୟୁ ପରେ 60 ବର୍ଷର ବାପାଙ୍କୁ ସେହି ଭୋଜି ଆୟୋଜନ କରିବାକୁ ପଡ଼ୁଛି। ଏହାର ବେଦନା କେବଳ ସେହି ବାପାଙ୍କ ହୃଦୟ ହିଁ ଜାଣେ। ସତରେ ଆମେ କ'ଣ ଭାବିଛୁ ଏହି ପ୍ରଥାରୁ କାହାର ଉପକାର? ଦୁଃଖ ସମୟରେ ପରିବାରକୁ ସାନ୍ତ୍ୱନା ଦେବା ବଦଳରେ ଅନାବଶ୍ୟକ ଖର୍ଚ୍ଚ, ସାମାଜିକ ଚାପ ଏବଂ ଅଧିକ କଷ୍ଟ କାହିଁକି? ତେଣୁ ସମୟ ଆସିଛି ମୃତ୍ୟୁ ଭୋଜି ପ୍ରଥାକୁ ସମାଜରୁ ଉଠାଇ ଦେବା ଦରକାର। ମୃତ୍ୟୁରେ ପ୍ରଦର୍ଶନ ନୁହେଁ, ପ୍ରାର୍ଥନା ଓ ସ୍ମୃତି ହିଁ ଥାଉ, ସେତିକି ବହୁତ। ଯେଉଁ ମଣିଷର ଭାବନା ଏବଂ ଉଦ୍ଦେଶ୍ୟ ଭଲ ହୋଇଥାଏ, ତାକୁ ସାହାଯ୍ୟ କରିବା ପାଇଁ କୌଣସି ନା କୌଣସି ରୂପରେ ଭଗବାନ ନିଶ୍ଚିତ ଆସିଥାନ୍ତି। ଏଠି କେହି କାହାର ନୁହନ୍ତି ଆଜ୍ଞା। ଆଜିର ଦୁନିଆରେ ଥରେ ନିଜ ଆଡ଼ୁ କଥା ହେବା ବନ୍ଦ କରିକି ଦେଖନ୍ତୁ, ଅନେକ ଆପଣାର ଲୋକ ବି ପର ହୋଇଯିବେ। ଯିଏ ରାଗରେ ଭୁଲ କରନ୍ତି ସିଏ ବଦଳି ଯାଆନ୍ତି, ହେଲେ ଯିଏ ଆତ୍ମଗର୍ବରେ ଭୁଲ କରନ୍ତି ସିଏ କେବେ ବଦଳନ୍ତି ନାହିଁ। ଜୀବନରେ ଚାରିଟା କଥାକୁ କେବେ ଭାଙ୍ଗ ନାହିଁ। ପ୍ରଥମେ ବିଶ୍ୱାସ, ଦ୍ୱିତୀୟରେ ସମ୍ପର୍କ, ତୃତୀୟରେ ହୃଦୟ, ଚତୁର୍ଥରେ ପ୍ରତିଶ୍ରୁତି। କାରଣ ଏମାନେ ଯେବେ ଭାଙ୍ଗନ୍ତି ଶବ୍ଦ ହୁଏନି ସତ, କିନ୍ତୁ ବହୁତ କଷ୍ଟ ହୋଇଥାଏ। ଯାହା ସହଜରେ ମିଳେ ସେ ହେଲା ଧୋକା, ଯାହା କଷ୍ଟରେ ମିଳେ ସେ ହେଲା ଇଜ୍ଜତ, ଯାହା ଭାଗ୍ୟରୁ ମିଳେ ସେ ହେଲା ସ୍ନେହ, ଆଉ ଯାହା ହୃଦୟରୁ ମିଳେ ସେ ହେଲା ଭଲ ପାଇବା। ଏ ସଂସାରରେ ମିତ୍ର ପ୍ରେମ ହିଁ ସତ୍ୟ। କାରଣ ମିତ୍ର ପିତା ମାତା ଭ୍ରାତା ସଖା ହିଁ ହୋଇଥାଏ। ଅନ୍ୟ ପ୍ରେମରେ ଲାଲସା ଛଳନା ଥାଇପାରେ, ପରନ୍ତୁ ମିତ୍ର ପ୍ରେମରେ ଛଳନା ନଥାଏ। ମିତ୍ର ପାଇଁ ସବୁ କିଛି ଛାଡ଼ିହେବ, ସବୁ ପାଇବା ପାଇଁ ମିତ୍ରକୁ ନୁହେଁ। ଅନ୍ୟମାନେ ଦୁଃଖ ସମୟରେ କିଛି ସମୟ କିଛି ଦିନ ପାଇଁ ସାନ୍ତ୍ୱନା ଦେବେ, ହେଲେ ମିତ୍ର ସବୁଦିନ ପାଇଁ ସାନ୍ତ୍ୱନା ଦେଇଥାଏ। ଯଦି ସ୍ୱପ୍ନ ଦେଖିବାକୁ ଚାହୁଁଛ ତେବେ ଉଚ୍ଚ ଦେଖ। ଅପମାନିତ ଓ ନୀଚ ଦେଖାଇବା ପାଇଁ ଲୋକ ଅଛନ୍ତି। ଯଦି ଜଳିବାର ଅଛି ତୁମ ଭିତରେ ଉତ୍ସାହର ଅଗ୍ନି ଜାଳ, ଜଳିବା ପାଇଁ ଲୋକ ଅଛନ୍ତି। ଯଦି ବନେଇବାକୁ ଅଛି ତେବେ ସ୍ମୃତି ବନାଅ, କଥା ବନେଇବାକୁ ତ ଲୋକ ଅଛନ୍ତି। ସତରେ ଆଜିର ଦୁନିଆରେ ମଣିଷକୁ ଚିହ୍ନିବା କଷ୍ଟ। ଆଜି ଯିଏ ତୁମ ଆଗରେ ତୁମର ପ୍ରଶଂସା କରୁଛି, କାଲି ସେ ପୁଣି ଆଉ କାହା ଆଗରେ ତୁମ ବିଷୟରେ ଖରାପ କଥା କହୁଛି। ଉଚିତ କଥା କହୁଥିବା ମଣିଷମାନଙ୍କୁ କେହି ବି ଭଲ ପାଇନଥାନ୍ତି। କାରଣ ଉଚିତ କଥା ସମସ୍ତଙ୍କର ହଜମ ହୋଇନଥାଏ। କେବେ ବି ପର କଥା ଶୁଣିକି ନିଜର ଲୋକଙ୍କୁ ଏତେ ଅବିଶ୍ୱାସ କରିବା ଜମାରୁ ଭଲ ନୁହେଁ। କାରଣ ସମ୍ପର୍କଟା ନିଜର, ପର ନୁହେଁ। ନିଜ ପାଇଁ ସର୍ବେ ଯେ ଆସିଅଛି, ଅନ୍ୟ ପାଇଁ ବଞ୍ଚି ଦେଖ। ଧନ ଜନେ ଯେଉଁ ସୁଖ ମିଳେ ନାହିଁ, ମିଳେ ସେ ସ୍ୱର୍ଗୀୟ ସୁଖ। ଏ ସମାଜରେ ସ୍ୱାଭିମାନ ସହ ବଞ୍ଚିବା ସତରେ ବହୁତ କଷ୍ଟକର, କିନ୍ତୁ ସେହି କଷ୍ଟକର ସ୍ୱାଭିମାନ ହିଁ ଦିନେ ଆପଣଙ୍କୁ ଆଗକୁ ବଢ଼େଇବାରେ ସାହାଯ୍ୟ କରିବ ନିଶ୍ଚୟ। ବାହାର ଦୁନିଆ ଯାହା ଦିଶୁଛି ତାହା ଜୀବନ ନୁହେଁ। ନିଜ ଘରର ପରିସ୍ଥିତି ଅନୁଯାୟୀ ବଞ୍ଚିବା ହେଉଛି ପ୍ରକୃତ ଜୀବନ। ଜୀବନକୁ କେବେ ହେଲେ ଅନ୍ୟମାନଙ୍କ ସହିତ ତୁଳନା କରନ୍ତୁ ନାହିଁ। କାରଣ ବେଳେ ବେଳେ ଦାମିକିଆ ଖାଇବା ହିଁ ଶରୀର ପକ୍ଷରେ ଅସୁସ୍ଥ ହୋଇଥାଏ। ଫୁଟିବା ଆଗରୁ ଝଡ଼ିଯାଏ ଫୁଲ, କହିପାରିବ କାହିଁକି? ଭୁଲିଯାଏ ମୂଳ ଉଦ୍ଦେଶ୍ୟ ତାହାର। ଜନମତା କାହା ପାଇଁକି? ଜୀବନରେ ଦୁଇଟି ମଣିଷକୁ ଭୁଲିବା ଉଚିତ ନୁହେଁ।
ପ୍ରଥମେ ସିଏ ଯିଏ ଆଗକୁ ବଢ଼ିବା ପାଇଁ ମୌକା ଦିଏ, ଆଉ ଦ୍ୱିତୀୟରେ ଯିଏ ପ୍ରଥମେ ଆଶା ଦେଖେଇ ପରେ ଧୋକା ଦିଏ। ଆମେ କାହାକୁ ପସନ୍ଦ କରିବା ସେଇଟା ବଡ଼ କଥା ନୁହେଁ, ଆମେ ତାକୁ ସମ୍ମାନ କରିବା ସବୁଠାରୁ ବଡ଼ କଥା ହୋଇଥାଏ। ଜୀବନରେ କିଏ ଆସୁଛି ସେଇଟା ଇମ୍ପୋର୍ଟାଣ୍ଟ ନୁହେଁ, ଲାଷ୍ଟ ପର୍ଯ୍ୟନ୍ତ କିଏ ରହୁଛି ସେଇଟା ହିଁ ହେଉଛି ଇମ୍ପୋର୍ଟାଣ୍ଟ। ମନୁଷ୍ୟ ସେତେବେଳେ ହଜେ ନାହିଁ ଯେତେବେଳେ ସେ ଭିଡ଼ ଭିତରେ ଥାଏ। ମନୁଷ୍ୟ ସେତେବେଳେ ହଜିଯାଏ ଯେତେବେଳେ ସେ ଏକା ହୋଇଯାଇଥାଏ। ନିଜକୁ ସୁନାମୁଦ୍ରା କରି ଗଢ଼ି ତୁଲନ୍ତୁ। ଯିଏ ନାଳରେ ପଡ଼ିଲେ ମଧ୍ୟ ତାର ମୂଲ୍ୟ କମ୍ ହେବ ନାହିଁ। ଏ ଦୁନିଆର ସବୁଠାରୁ ମୂଲ୍ୟବାନ ତରଳ ପଦାର୍ଥ ହେଉଛି ଲୁହ, ଯେଉଁଥିରେ କି 1 ଭାଗ ଜଳ ଆଉ 99 ଭାଗ ଅନୁଭବର କଥା ଥାଏ। ତେଣୁ କାହାର ମନରେ ବ୍ୟଥା ଦେବା ପୂର୍ବରୁ ଦୁଃଖ ଦେବା ଆଗରୁ ଟିକେ ଭାବିକି ଦେଖନ୍ତୁ। ଯଦି ଆଜିର ଅନମୋଲ ବାର୍ତ୍ତା ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ଓଁ ସାଇରାମ, ଜୟ ସାଇରାମ।